ତେଲକୁ ନେଇ ଏବେ ଭାରତୀୟ ରାଜନୀତି ସରଗରମ। ସରିଛି ୟୁଏସ୍ ଇଣ୍ଡିଆ ଅଏଲ୍ ଡିଲ୍। ଏବେ ଆମେରିକା ଠାରୁ ତେଲ କିଣିବ ଭାରତ। ରୁଷ ତେଲକୁ ଏବେ ଭାରତ କରିବ ବାଏ ବାଏ। ରୁଷ ତେଲକୁ ନା କହିବା ପରେ ବିଗିଡ଼ି ଜୀବନି ତ ଭାରତ ରୁଷିଆ ସମ୍ପର୍କ। ଲଭ୍ ଟ୍ରାଙ୍ଗେଲ୍ ଭିତରେ ଏବେ ଫସିଯାଇଛି କି ଭାରତ? ଆମେରିକା ଠାରୁ ତେଲ କିଣିବା ପାଇଁ ଭାରତ ରାଜି ହେବା ପରେ ଭାରତର ଉତ୍ପାଦ ଉପରେ ଲାଗିଥିବା ଅତିରିକ୍ତ 25% ଶୁଳ୍କକୁ କମାଇ ଦେଇଛି ଆମେରିକା। ଆଉ ଏସବୁ ଭିତରେ ତେଲ ଆଣିବା ପାଇଁ ଏକ ଚୁକ୍ତି ବି ହେଇଛି। ଚୁକ୍ତି ଅନୁସାରେ ଭାରତ ଆଉ ରୁଷିଆ ଠାରୁ ତେଲ କିଣିବ ନାହିଁ। ତେଲ ପାଇଁ ଏଣିକି ଭାରତ ଆମେରିକା ଏବଂ ଭେନିଜୁଏଲା ଉପରେ ହିଁ ନିର୍ଭର କରିବ। ଏ ଚୁକ୍ତି ପରେ ମୋଦି ସରକାର ଭାରତରେ ଥିବା ତେଲ କମ୍ପାନୀଗୁଡ଼ିକୁ ତେଲ ରଣନୀତିରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାନେ ସଫା ସଫା ଏଇଆ ବୁଝିବାକୁ ହେବ ଯେ ଭାରତୀୟ କମ୍ପାନୀଗୁଡ଼ିକ ତେଲ ପାଇଁ ଏବେ ସିଧାସଳଖ ଆମେରିକା ଉପରେ ହିଁ ନିର୍ଭର କରିବେ। ଏବେ ଆସନ୍ତୁ ନଜର ପକାଇବା ରୁଷରୁ ତେଲ ନ ଆଣି ଆମେରିକା ଠାରୁ ତେଲ ଆଣିଲେ ଭାରତ ଉପରେ କ'ଣ ପ୍ରଭାବ ପଡ଼ିବ। ତେବେ ଏହି ଦୁଇ ଦେଶରୁ ତେଲ ମଗାଇବା ଏତେ ସହଜ ହେବ ନାହିଁ। ପ୍ରଥମ ଆହ୍ୱାନ ହେଉଛି ଆମେରିକା ତେଲ ହେଉଛି ପ୍ରାୟତଃ ହାଲୁକା ଏବଂ ମିଠା ସ୍ୱଭାବର। ସେଥିରେ ସଲ୍ଫର ମାତ୍ରା କମ୍ ରୁହେ। ଭାରତୀୟ ତୈଳ ବିଶୋଧନ କାରଖାନାଗୁଡ଼ିକୁ ମଧ୍ୟମ ଧରଣର ଅଶୋଧିତ ତୈଳ ବିଶୋଧନ କରିବା ଲାଗି ନିର୍ମାଣ କରାଯାଇଛି। ସେଥିରେ ଏଭଳି ହାଲୁକା ତେଲକୁ ବିଶୋଧନ କରିବାକୁ ହେଲେ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ। ଅନ୍ୟତମ ବଡ଼ ଆହ୍ୱାନ ହେଉଛି ପରିବହନ ଖର୍ଚ୍ଚ। ଆମେରିକାରୁ ଭାରତକୁ ତେଲ ମଗାଇବାକୁ ହେଲେ ଜାହାଜକୁ ଲମ୍ବା ଦୂର ଯାତ୍ରା କରିବା ପାଇଁ ପଡ଼ିବ। ତେଣୁ ପରିବହନ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ବଢ଼ିଯିବ। ଯାହାଫଳରେ ଭାରତରେ ମଧ୍ୟ ତେଲର ଅହେତୁକ ଦର ବୃଦ୍ଧି ପାଇବ। ନିକଟରେ ଭାରତୀୟ ତୈଳ ନିଗମ, ଭାରତୀୟ ପେଟ୍ରୋଲିୟମ କର୍ପୋରେସନ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ 4 ନିୟୁତ ବ୍ୟାରେଲ ତେଲ ଭେନିଜୁଏଲା ଠାରୁ କିଣିଥିଲେ। କିନ୍ତୁ ଭେନିଜୁଏଲା ତେଲର ମାନ ଅତ୍ୟଧିକ ଖରାପ ହେଉଥିବାରୁ ତାହାକୁ ବିଶୋଧନ କରିବା ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ। ବର୍ତ୍ତମାନ ସମୟରେ ଭେନିଜୁଏଲାରୁ ଯେତିକି ତେଲ ଆସୁଛି କେବଳ ସେତିକି ତେଲକୁ ସେମାନେ ବିଶୋଧନ କରିବାର କ୍ଷମତା ରଖିଛନ୍ତି। ଯଦି ଆହୁରି ଅଧିକା ତେଲ ଆମେରିକା ଏବଂ ଭେନିଜୁଏଲା ଠାରୁ କିଣାଯାଏ ତେବେ ସେଗୁଡ଼ିକୁ ବିଶୋଧନ କରିବା ଏକ କାଠିକର ପାଠ ହୋଇଯିବ। 2022ରେ ରୁଷ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ନିଜ ଆବଶ୍ୟକତାର ସିଂହଭାଗ ତେଲ ରୁଷକୁ ମଗାଉଥିଲା। ରୁଷ ମଧ୍ୟ ବିପୁଳ ରିହାତିରେ ତେଲ ଭାରତକୁ ବିକୁଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଦାୟିତ୍ୱ ସମ୍ଭାଳିବା ପରେ ଭାରତର ରୁଷ ତେଲ କ୍ରୟକୁ ସହ୍ୟ କରିପାରିନଥିଲେ। ରୁଷରୁ ତେଲ କିଣୁଥିବାରୁ ଗତ ବର୍ଷ ସେ ଭାରତ ଉପରେ ଜରିମାନା ଆକାରରେ 25% ଅତିରିକ୍ତ ଶୁଳ୍କ ଲଗାଇଥିଲେ। ତେବେ ରୁଷ ଉପରେ ଆର୍ଥିକ ଚାପ ସୃଷ୍ଟି କରିବାକୁ ଦୁଇଟି ବଡ଼ ତୈଳ କମ୍ପାନୀ ଉପରେ କଟକଣା ଲଗାଇ ଭାରତ ଉପରେ ଚାପ ବି ସୃଷ୍ଟି କରିଥିଲେ। ଏ ଘଟଣା ପରେ ଭାରତୀୟ ତୈଳ କମ୍ପାନୀଗୁଡ଼ିକ ରୁଷ ତେଲ ମଗାଇବା ବେଳେ ଅଧିକ ସତର୍କତା ଅବଲମ୍ବନ କରୁଥିଲେ। ନିକଟରେ ହୋଇଥିବା ଭାରତ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ପରେ ଏ ଶୁଳ୍କ 18%କୁ ହ୍ରାସ ପାଇଛି। ତେବେ ରୁଷରୁ ତେଲ କିଣା ବନ୍ଦ କରିବାକୁ ଭାରତ ସହମତି ହୋଇଥିବା ଟ୍ରମ୍ପ ପ୍ରଶାସନ ଦାବି କରୁଛି। ଅପରପକ୍ଷରେ ରୁଷିଆରୁ ତେଲ କିଣିବାକୁ ଭାରତ ମନା କଲା ପରେ ଭାରତ ଏବଂ ରୁଷିଆର ସମ୍ପର୍କକୁ ନେଇ ବି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଦଶନ୍ଧି ଧରି ରୁଷିଆ ଭାରତର ମିତ୍ର ଶକ୍ତି ହୋଇ ଛିଡ଼ା ହୋଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।